जय श्री जगन्नाथ भाई मैंने सर्वप्रथम गुरुदेव गणपति एवं जगदम्बा को प्रणाम करी आज आम सेशन आरंभ करवा। आज आमर सेशन रे डिस्कशन टॉपिक रहिबो जे वास्तुर आज करवा क्लास। आम अष्टदिग ऑलरेडी कंप्लीट सीरीज चलैचे जो थे आम ऑलरेडी पूर्व आग्नेय दक्षिण नैऋत्य पश्चिम कंप्लीट कर देइचे। आज आम वायव्य कोण विषय जानिबा कि वायव्य कोण कौन कौन दोष रहिले कौन कौन गृहकर्ता प्रोब्लेम आसे ଏବଂ ଯଦି ବାୟୁ କୋଣର ସେଇ ଯୋଉ ଦୋଷ ଗୁଡିକ ରହିଛି ତାର ନିରାକରଣ ଆମେ କେମିତି କରିବା, ଏଇଟା ହେଲା ଆମର ମେନ୍ ପାର୍ଟ। ଆଉ ଏଇ ପାର୍ଟ ରେ ଆପଣ ମାନେ ତାକୁ ସେଟା ବୁଝନ୍ତୁ କେମିତି କଣ ହଉଛି, କେମିତି କଣ ଆମେ ଇଏ କରିବା। ଆରମ୍ଭ କରିବା। ଭାଇ ବାୟବ୍ୟ କୋଣ ମାନେ ନର୍ଥ ୱେଷ୍ଟ କର୍ଣ୍ଣର କୁ ଆମର ବାୟବ୍ୟ କୋଣ କୁହାଯାଏ। ଯଦି ନର୍ଥ ୱେଷ୍ଟ କର୍ଣ୍ଣର ରେ ଶୋଇବା ରୁମ ହେଲା ତାହେଲେ ସେ ଲୋକ ଯୋଉ ସେ ନର୍ଥ ୱେଷ୍ଟ କର୍ଣ୍ଣର ଯିଏ ଶୋଉଥିବ ତାକୁ ପ୍ରାୟତଃ ସର୍ଦ୍ଦି କାଶ ଥଣ୍ଡା ରୋଗ ହେବା କଥା ହେବ। ଏବଂ ଯଦି ଗୃହକର୍ତ୍ତା ନର୍ଥ ୱେଷ୍ଟ କୋଣରେ ଶୁଅନ୍ତି ତାହେଲେ ତାଙ୍କୁ ଋଣଗ୍ରସ୍ତ ହେବାକୁ ହୁଏ। ଯଦି ବାୟବ୍ୟ କୋଣରେ ଷ୍ଟଡି ରୁମ ହେଲା କି ବହି ଫହି ମାନେ ଆପଣ ମାନେ ରଖିଲେ ତାହେଲେ କଣ ହୁଏ, ମନଟା ସବୁବେଳେ ଅସ୍ଥିର ରହିବ, ଅଧ୍ୟୟନରେ ବାଧା ସୃଷ୍ଟି ହବ। କାହିଁକି? କାହିଁକି ନା ବାୟବ୍ୟ କୋଣ ମୁନ କୁ ରିପ୍ରେଜେଣ୍ଟ କରେ ଏବଂ ବାୟୁ ହଉଛନ୍ତି ତାର କାରକ ଦିଗପାଳ ହିସାବରେ। ପବନ ବହିଲେ ଯେମିତି ଶୀତଳତା ଗରମର ଅନୁଭୂତ ହୁଏ, ଯେମିତି ମନର କାରକ ମୁନ ବାୟବ୍ୟ କୋଣର ବାୟୁ ରହିବା ଦ୍ଵାରା ମନର ସ୍ଥିରତାକୁ ସେ ପ୍ରଦାନ କରେ ନାହିଁ। ଏଇଟା ମେନ୍ ମାନେ ଜାଣିବା ଦରକାର। ଯଦି କୌଣସି ଷ୍ଟୁଡେଣ୍ଟସ୍ ଯୋଉମାନେ ଆକ୍ଚୁଆଲି ପାଠ ପଢୁଛନ୍ତି ଘରେ, ସେମାନେ ଯଦି ବାୟବ୍ୟ କୋଣରେ ଷ୍ଟଡି ରୁମ କରିଛନ୍ତି ତାହେଲେ ପ୍ରାୟତଃ ଦେଖାଯାଏ ଯେ ସେମାନେ ଯୋଉ କନସେନ୍ଟ୍ରେସନ ନେଇକି ପାଠ ପଢିବା କଥା ସେମାନେ ସେଟା ପଢି ପାରନ୍ତି ନାହିଁ। ସେମାନଙ୍କୁ ପଢିବାରେ ପ୍ରୋବ୍ଲେମ ରହେ ଏବଂ ବିଭିନ୍ନ ଅନ୍ୟ ସବୁ କାରଣରୁ ତାଙ୍କ ମନ ଅସ୍ଥିର ରହେ। ଯଦି ବାୟବ୍ୟ କୋଣରେ ରୋଷେଇ ଘର ହେଲା, ବାୟବ୍ୟ କୋଣରେ ରୋଷେଇ ଘର ହେଲା, ସେଠି ଯିଏ ରୋଷେଇ କରିବ ତା ମନ ବି ଅସ୍ଥିର ରହିବ। ହାଲାକି ବାୟବ୍ୟ କୋଣରେ ବାୟବ୍ୟ କୋଣରେ ରୋଷେଇ ଘର କରାଯାଇ ପାରିବ, ଯେହେତୁ ଅଗ୍ନି ଆଉ ବାୟୁ ସାଙ୍ଗ ତ, କିନ୍ତୁ ତଥାପି ଯଦି ବାୟବ୍ୟ କୋଣରେ ରୋଷେଇ ଘର ହେଲା ତାହେଲେ ସେ ଯିଏ ରୋଷେଇ କରିବ ତାଙ୍କ ମନ ଅସ୍ଥିର ରହିବ। ଯଦି ଘରର ବାୟବ୍ୟ କୋଣ ଉଚ୍ଚା ହେଇଗଲା, ହାଇଟ ରେ ହେଇଗଲା, ତାହେଲେ କୋର୍ଟ କେସେସ୍ ହେବା, ଚୋରି ହେବା, ଅଗ୍ନି ଭୟ ବି ରହେ। ଏବଂ ବାୟବ୍ୟ ଗୁଣରେ ଯଦି ଅଧିକା ଖରାପ ଥାଏ ତାହେଲେ ଏଇଟା ସନ୍ତାନ ହାନିର କାରଣ ମଧ୍ୟ ହୁଏ। ଏବଂ ସେମ କଣ୍ଡିସନ ହୁଏ ଯଦି ବାୟବ୍ୟ କୋଣରେ କାହାର କୂଅ ଫୁଅ ଅଛି, କୂଅ କିମ୍ବା ଜଳାଶୟ ହରିକା ଅଛି, ସେମ ଜିନିଷ ହୁଏ। ଆଉ ଘରେ ଯଦି ଆଗ୍ନେୟ ଆଉ ବାୟବ୍ୟ, ନୈଋତ୍ୟ ଆଉ ଈଶାନ ଅପେକ୍ଷା ଯଦି ଟିକେ ବାଲାନ୍ସ ରେ ନଥାଏ, ବାଲାନ୍ସ ରେ ମାନେ ବାୟବ୍ୟ କୋଣଟା ଟିକେ ଡାଉନ ହେଇଗଲା, ନୈଋତ୍ୟ ଆଉ ଈଶାନ୍ୟ କୋଣଟା ଟିକେ ହାଇଟ୍ ହେଇଗଲା, ତାହେଲେ ବେସିକାଲି ଦେଖାଯାଏ ଯେ ସେ ଘରେ ନିଆଁ ଲାଗିବାର ସମ୍ଭାବନା ଥାଏ। ଏବଂ ଜେନେରାଲି ୱେଷ୍ଟ ଡିରେକ୍ସନ ଟା ରେ ଆମେ ଯେହେତୁ ନର୍ଥ ୱେଷ୍ଟ ରହୁଛି, ୱେଷ୍ଟ ଡିରେକ୍ସନ ଟାରେ ଆମେ ଯେହେତୁ ଏଟା ମନର କାରକ, ଯେ ଘରେ ସେଇ ରୁମ ରେ ଯିଏ ରହୁଥିବ ତାର ମନଟା ଅସ୍ଥିର ହେବା କଥାଟା ହବ। ସେଥିପାଇଁ ସେଟା ଅତିଥି କକ୍ଷ ସେଠି କରାଯାଇପାରେ ଏବଂ ଅତିଥି କକ୍ଷ କରାଇକି ଯାଇକି ଯେହେତୁ ଜଣେ ଆସିଲେ ଶୀଘ୍ର ଶୀଘ୍ର ପଳେଇବେ, ତେଣୁ ସେଇ ଦିଗଟାକୁ ଅତିଥି କକ୍ଷ କରା। ସବୁଠୁ ଇମ୍ପୋର୍ଟାଣ୍ଟ ଜିନିଷ ହେଲା ଯେ ଆମେ ତାକୁ ଜାଣିବା କେମିତି କି ବାୟବ୍ୟ କୋଣ ଖରାପ ଥିଲେ କି ଭଲ ଥିଲେ କଣ ହୁଏ କଣ ନ ହୁଏ। ଭାଇ ଯଦି ବାୟବ୍ୟ କୋଣରେ ପ୍ରୋବ୍ଲେମ ଥାଏ ତାହେଲେ ଲୋକଙ୍କର, ସେ ଘରର ଲୋକଙ୍କର ମାନସିକ ବିକାଶ ଟା ହୁଏନି। ଏବଂ ଯଦି ଠିକ ଠାକ ଥାଏ, ଯେହେତୁ ଚନ୍ଦ୍ରମା ମନର କାରକ, ମାର କାରକ, ମନ ଠିକ ରହେ, ମାତୃ ସୁଖ ଏବଂ ଜୀବନ ସୁଖମୟ ହୋଇଥାଏ। କାରଣ ଭାଇ ଦେଖ, ଯଦି ହଜାର ଅସୁବିଧା ଭିତରେ ମନ ଠିକ ଅଛି ନା, ତାହେଲେ କୌଣସି ପ୍ରୋବ୍ଲେମ ହୁଏନି କାହାକୁ। ଯଦି ହଜାର ଅସୁବିଧା ଭିତରେ ମନ ଠିକ ନାହିଁ, ହଜାର ସୁବିଧା ଭିତରେ ମନ ଠିକ ନାହିଁ, ତାହେଲେ ବି ସେ ମନର କିଛି ଭ୍ୟାଲ୍ୟୁ ନାହିଁ। ତେଣୁ ଜେନେରାଲି
କୁହାଯାଏ ଯଦି ବାୟବ୍ୟ ଗୁଣରେ ପ୍ରୋବ୍ଲେମ ଥାଏ ତାହେଲେ ଚନ୍ଦ୍ର ଯନ୍ତ୍ର ଆମେ ୟୁଜ କରିପାରିବା। ଏ ବାୟବ୍ୟ ଗୁଣଟା ଯଦି ଉନ୍ନତ ରହିବ, ଘର ଭିତରେ ବିଦ୍ୱାନ କୀର୍ତ୍ତିବାନ ମାନେ ବୈଭବଶାଳୀ ଲୋକମାନଙ୍କର ମନୋଭାବ ଆସିବ। ଆଉ ଯଦି ବାୟବ୍ୟ ଗୁଣରେ ପ୍ରୋବ୍ଲେମ ରହେ, ଇଏ ମସ୍ତିଷ୍କ ରୋଗ ବି ଦେଇଦେବ। ତାପରେ କଣ, କାନ୍ଥରେ ବାୟବ୍ୟ ଗୁଣରେ କ୍ରିମ କଲର ଲଗେଇଦବା, ସେଇଟା ବି ଭଲ ହବ। ଆଉ ଚନ୍ଦ୍ର ମନ୍ତ୍ର ଜାପ କରିପାରିବା, ସୋମବାର ବ୍ରତ ପାଳନ କରିପାରିବା, ଏବଂ ସ୍ଫଟିକ ଶିବଲିଙ୍ଗଙ୍କ ଉପରେ ଆମେ କ୍ଷୀରରେ ନେଇ ଆମେ ଅଭିଷେକ କରିପାରିବା। ତ ଇଏ ଥିଲା ଆମର ବାୟବ୍ୟ ଗୁଣର ଦୋଷ ଏବଂ ତାର ଜେନେରାଲି ଗୋଟେ ଛୋଟ ମୋଟ ଉପଚାର ଯଦି ଆମେ ଜାଣିଲେ। ଆମ ପାଖରେ କିଛି ନାହିଁ, ସମସ୍ତଙ୍କ ପାଖରେ ତ ପଇସା ନାହିଁ ଯନ୍ତ୍ର ଲଗେଇ ପାରିବେ, ସମସ୍ତଙ୍କ ପାଖରେ ତ ପଇସା ନାହିଁ ଯେ ମାନେ କିଛି ଗୋଟେ କରିପାରିବେ, ଇଏଙ୍କୁ ଡାକି ପାରିବେ। ଯଦି ଆପଣ ମାନେ ଜାଣିଲେ କି ବାୟବ୍ୟ ଗୁଣର ଦୋଷ ଅଛି, ତାହେଲେ ଏଇ ଜିନିଷ ଆପଣ କରିପାରିବେ। ହଁ, ଆପଣ ଶ୍ରୀ ଯନ୍ତ୍ର ବି ବାୟବ୍ୟ ଗୁଣରେ ସ୍ଥାପନ କରିପାରିବେ, କିଛି ଅସୁବିଧା ନାହିଁ। ତ ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ପୁଣି ଆଉ କିଛି ନେକ୍ସଟ ସେସନ ସହିତ ଆମେ ଉପସ୍ଥିତ ହବା। ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।